ତମେ ଯେତେ ଯୋଉ କେମିତି ଜାଣିଲେ ଆପଣ ବୋନ୍ କ୍ୟାନ୍ସର ହେଇଥିଲା ବୋଲି? ଟେଷ୍ଟ କରିକି ସେମାନେ ପୁରା କହିଲେ। କୋଉଠି? କଟକ ମେଡିକାଲ। ସେଠୁ ତାପରେ ତାର କେତେ ଦିନ ପରେ ଆପଣ ଅପରେସନ? ଗାଡି ହେଇକା ମୁଁ ପାଇପାରିଲି। ପାଇନାହାନ୍ତି? ଶୁଣନ୍ତୁ, କଟକ CDM ଦେଲେ 90% ଯୋଉ ହାଣ୍ଡିକ୍ୟାପ୍ ସାର୍ଟିଫିକେଟ। ହଁ। କେନ୍ଦ୍ରାପଡ଼ା ଯେତେବେଳେ ଆମର ଜିଲ୍ଲା ହେଲା ସେତେବେଳେ ମୁଁ କହିଲି ଆଉ ଟ୍ରାନ୍ସଫର କରିଦେବି, କେନ୍ଦ୍ରାପଡ଼ାରେ କରିଦେବା ଆଉ। କେନ୍ଦ୍ରାପଡ଼ାରେ ହେଲା ଆଉ 80% ଦେଲେ, ପୁଣି ଯେତେବେଳେ ସେଣ୍ଟରକୁ ଯାଇଛି ତା ଦେହରେ କରିଦେଇଛନ୍ତି 70%। ଟୋକନ ପାଇଛି 70%। ମୁଁ ଆଉ ପାଇବାଟା ଏପର୍ଯ୍ୟନ୍ତ ବି ମୋର ଗାଡି ପାଇପାରିନାହାନ୍ତି? ଯୋଉ ଗାଡି ତିନି ଚକିଆ ଗାଡି ଯୋଉଟା ପାଆନ୍ତି ହଁ ପାଇନାହାନ୍ତି? ନାଇଁ, କାଇଁ ଆପଣ ସମ୍ପୂର୍ଣ୍ଣ ଆପଣ ପୁରା ଗୋଟେ ଗୋଡ ଯାଇଛି? ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଯାଇଛି। ଟିକେ ଆଗକୁ ଆସିଲେ। ଆପଣ ତ ମୋ ପାଖକୁ ଗଣ ଆସିଲା 70%। ଆପଣଙ୍କ ଟୁକନ ଆସିଲା 70%। ତାରି ବଳରେ ଆପଣଙ୍କୁ ଆଉ ସେ ଦେଲେନି କିଛି? ନାଇଁ, ମୋର ସେ ପୁରୁଣା କଟକ ସେତେବେଳେ ଯେତେବେଳେ ସାର୍ଟିଫିକେଟ ଗୋଟେ ଗୋଡ ତ ଆପଣଙ୍କର କହିବାକୁ ଯାଇଛି। ଆଚ୍ଛା, ଆପଣ କେମିତି ଘଟଣାଟା କଣ ହେଲା ଟିକେ କହିଲେ? ପ୍ରଥମ ଗୋଟେ ଆବୁ ଭଳିଆ ହେଇଗଲା ଏଇ ଆଣ୍ଠୁ ତଳେ, ଏଇ ସିଧାରେ। ଏଇ ସିଧାରେ ଗୋଟେ ଆବୁ ଭଳିଆ ହେଲା? ହଁ। ହଁ। ସେଟା କେତେ ଦିନ ରହିଲା ସେମିତି? ସେ ହାରାହାରି ବର୍ଷେ ପର୍ଯ୍ୟନ୍ତ ରହିଲା। ଆସ୍ତେ ଆସ୍ତେ ଛୋଟିଆଟି ହେଇଥିଲା, ସେ ବଢି ବଢିକି ଏତିକି ବଡ ହେଇଗଲା। ଆଚ୍ଛା ଆଚ୍ଛା। କଷ୍ଟ କିଛି ହଉନଥିଲା? କଷ୍ଟ ହବନି। ପ୍ରଥମ ଯେତେବେଳେ ବଢିଲା? ପ୍ରଥମ ଯେତେବେଳେ ବଢିଲା କିଛି ନାହିଁ, ସେଠୁ ତାକୁ ଟେଷ୍ଟ ହେୟା କଲେ। କଷ୍ଟ କେତେ ଦିନ ପରେ ହେଲା ହବାର? କେତେ 4 ମାସ କି 6 ମାସ? ହଁ, 4-6 ମାସ କଷ୍ଟ ହେଲା, ଜୋର କଷ୍ଟ ହେଲା। ସେଠୁ ତାପରେ ମୁଁ ସେଠୁ ଗଲି ନିର ସର୍ଜରୀ ହେଇକା ସବୁ ଚେକ୍ କରି ଦେଖେଇଲି କଟକ। ତମେ ଯେତେ ଯୋଉ କେମିତି ଜାଣିଲେ ଆପଣ ବୋନ୍ କ୍ୟାନ୍ସର ହେଇଥିଲା ବୋଲି? ଟେଷ୍ଟ କରିକି ସେମାନେ ପୁରା କହିଲେ। କୋଉଠି? କଟକ ମେଡିକାଲ। ସେଠୁ ତାପରେ ତାର କେତେ ଦିନ ପରେ ଆପଣ ଅପରେସନ? ସେଠୁ ମୁଁ ଅପରେସନ ହେଲି ରାଜା ବଗିଚା ଗୁଣନିଧି ଭୂୟାଁ ପ୍ରାଇଭେଟରେ? ହଁ, ମେଡିକାଲରୁ ପଳେଇ ଆସିଲି, ଦେଖିଲି ମେଡିକାଲ ସେମିତି ପଡି ରହିଲି, ପଚାରିଲେନି ବିଶେଷ। ପଚାରିଲେନି? ବହୁତ ଦିନ କହିଲେ ଲାଗିବ ଲାଇନ ନାଇଁ କଣ? ସେଠୁ ପ୍ରାଇଭେଟରେ ଆସିକି ତାଙ୍କ ପାଖରେ ଅପରେସନ କଲେ। ସେଠୁ ସେ କହିଲେ ଗୋଟା କାଟିକି ବାହାର କରିବାକୁ ପଡିବ। ମୁଁ ପୁରା ମରୁ ମରୁ ବଞ୍ଚିଛି ଆଉ, ଛାଡି ଦେଇ ପଳେଇ ଆସିଥିଲା ସବୁ ଆଉ। ଓହୋ, ଯାହା ବୋନ୍ କ୍ୟାନ୍ସରରୁ ଆପଣ ରକ୍ଷା ପାଇଯାଇଛନ୍ତି। ଗୋଡ ଗଲା କିନ୍ତୁ ଜୀବନଟା ବଞ୍ଚିଗଲା। ଆଚ୍ଛା, ଆପଣ ନାଁଟା ଟିକେ କୁହନ୍ତୁ, ଜାଗା ନାଁ କୁହନ୍ତୁ। ଜାଗା ହଉଛି କଳାଉଦା, ସୁଭାଷ ଚନ୍ଦ୍ର ସାହୁ। କେନ୍ଦ୍ରାପଡ଼ାର ଏହି ବାବୁଙ୍କର ଗୋଟିଏ ଅନୁରୋଧ ସରକାରଙ୍କୁ, ତାଙ୍କୁ ଗୋଟେ 3 ଚକିଆ ଗାଡି ଦିଆଯାଉ ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ମିଳୁ।